ମୋ ଘର ଯୋଜନାରେ ଆପଣମାନଙ୍କର ଟଙ୍କା ଆସୁନାହିଁ କି? କାହିଁକି ଆସୁନାହିଁ? ଭିଡ଼ିଓଟି ଆପଣମାନଙ୍କ ପାଇଁ। ଯଦି ଆପଣମାନଙ୍କର ମୋ ଘର ଯୋଜନାରେ ଟଙ୍କା ଆସୁନାହିଁ ଆପ୍ଲାଏ କରିଛନ୍ତି, ତେବେ କେମିତି ଜାଣିବେ ଷ୍ଟାଟସ୍ କ'ଣ ଅଛି? ଆପଣଙ୍କର କେଉଁଠି ବ୍ଲକ୍ ହେଇକି ଅଛି? ଆପଣମାନଙ୍କର ଷ୍ଟାଟସ୍ କ'ଣ ଶୋ କରୁଛି? ଆପଣମାନେ ଏହି ଉପାୟରେ ଦେଖିପାରିବେ। ଭିଡ଼ିଓଟି ଆପଣଙ୍କ ଲାଗି। ଭିଡ଼ିଓଟି ସମ୍ପୂର୍ଣ୍ଣ ଦେଖିବେ। ତା ପୂର୍ବରୁ ଯଦି ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ସବସ୍କ୍ରାଇବ୍ ମଧ୍ୟ କରିନିଅନ୍ତୁ, କାହିଁକିନା ଏଇଭଳି ଭିଡ଼ିଓ ଆପଣମାନଙ୍କ ପାଇଁ ଡେଲି ଆସିବ। ଧନ୍ୟବାଦ। ଭିଡ଼ିଓଟି ଆଗକୁ ନେବା। ପ୍ରଥମେ ଆପଣମାନେ କ'ଣ କରିବେ ନା, ମୋ ଘର ଯୋଜନା ୱେବସାଇଟ୍ରେ କ୍ଲିକ୍ କରିବେ। ଆପଣଙ୍କ ସାମ୍ନାରେ ଏଇଭଳି ଇଣ୍ଟରଫେସ୍ ଶୋ କରିବ, ଯାହାକି ମୋ ଘର ଯୋଜନାର ଅଫିସିଆଲି ୱେବସାଇଟ୍ଟି। ଆପଣମାନେ ଯଦି ପ୍ରଥମେ ରେଜିଷ୍ଟ୍ରେସନ୍ କରିବାକୁ ଚାହୁଁଛନ୍ତି, ତେବେ ଏଠାରେ ଆପଣମାନେ କ୍ଲିକ୍ କରିକି ରେଜିଷ୍ଟ୍ରେସନ୍ ମଧ୍ୟ କରିପାରିବେ। ଓକେ, ଯଦି ଆପଣମାନେ ଚାହୁଁଛନ୍ତି ଲଗ୍ଇନ୍ କରିକି ମଧ୍ୟ ଏଠାରେ ଦେଖିପାରିବେ। ଓକେ, ଟୋଲ୍ ଫ୍ରି ଜରିଆରେ ଆପଣମାନେ ମଧ୍ୟ କଥାବାର୍ତ୍ତା ହେଇପାରିବେ। ଏଠାରେ ଆଉ କ'ଣ ରହିଛି ଆମେ ଜାଣିବା। ଷ୍ଟାଟସ୍ କିପରି ଚେକ୍ କରିବା, ଆପଣମାନଙ୍କର କେଉଁଠାରେ ଅଛି ଏବଂ କ'ଣ କଲେ ଆଗକୁ ଯିବ। ଦେଖନ୍ତୁ, ଆମେ ଜାଣିବା ମୋ ଘର ଯୋଜନାର ଏକ ଗଭର୍ଣ୍ଣମେଣ୍ଟର ଯୋଜନା, ଯାହାକି ଓଡ଼ିଶା ରାଜ୍ୟ ସରକାରଙ୍କର ଯୋଜନା ଅଟେ। ପ୍ରତି ଘରକୁ ମୋ ଘର ଯୋଜନାରେ ସାମିଲ କରିବା ପାଇଁ ପ୍ରତି ପରିବାରରେ ଜଣେ ଲେଖାଏଁ ମେମ୍ବରରେ ଘର ମିଳିବ ବୋଲିକି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ, ଯାହାକି ସେଇ ମେମ୍ବରମାନେ ଆପ୍ଲାଏ କରିଛନ୍ତି। ତାହା ଆପଣମାନେ କିପରି ଷ୍ଟାଟସ୍ ଚେକ୍ କରିବେ, ଆପଣମାନେ ଏଇ ୱେବସାଇଟ୍କୁ ଯାଇ ଦେଖିପାରିବେ। ଏଇ ଯେଉଁ ୱେବସାଇଟ୍ଟି ରହିଛି, ମୁଁ ଆପଣମାନଙ୍କୁ ଲିଙ୍କ୍ ଦେଇଦେବି ଡେସ୍କ୍ରିପସନ୍ରେ, ଆପଣମାନେ ଦେଖିବେ। ତା ସହିତ ଆପଣମାନେ ଏବେ ଦେଖନ୍ତୁ କି ଏଇ ଯେଉଁ ୱେବସାଇଟ୍କୁ ଗଲା ପରେ ଆପଣମାନଙ୍କୁ ମାଗିବ ଏକ ଆଧାର କାର୍ଡ଼ ନମ୍ବର। ସେ ଆଧାର କାର୍ଡ଼ ନମ୍ବରଟି ଏଠାରେ ସବମିଟ୍ କରିବେ। ସବମିଟ୍ କଲା ପରେ ଆପଣମାନଙ୍କର ସ୍ଥିତି ଜଣାପଡ଼ିବ। ମୁଁ ଆପଣମାନଙ୍କୁ ଦେଖାଉଛି ଆଧାର କାର୍ଡ଼ଟି ସବମିଟ୍ କରି ଆଉ ଜଣଙ୍କର ମେମ୍ବର। ଓକେ, ପ୍ରଥମେ କ'ଣ କରିବେ ନା, ଆଧାର କାର୍ଡ଼ ନମ୍ବର ଏଠାରେ ଟାଇପ୍ କରିବେ। ଓକେ, ଦେଖନ୍ତୁ ଏଠାରେ ଆପଣମାନେ ଆଧାର କାର୍ଡ଼ ନମ୍ବରଟି ଟାଇପ୍ କରିବେ। ଟାଇପ୍ କଲା ପରେ ଆପଣମାନେ ଦେଖନ୍ତୁ, ଆପଣମାନଙ୍କ ସାମ୍ନାରେ ଆପଣଙ୍କର ଋଣ ଆବେଦନ ବର୍ତ୍ତମାନ ସ୍ଥିତି ଆପଣମାନେ ଏଠାରେ ଜାଣିପାରିବେ, ଯାହାକି ଅଫିସିଆଲି। ଓକେ, ଦେଖନ୍ତୁ ଏଠାରେ କ'ଣ ମେନସନ୍ କରାଯାଇଛି, ମୁଁ ଆପଣମାନଙ୍କୁ ସମସ୍ତ ତଥ୍ୟ ଜଣାଇଦେବି। ଓକେ, ଦେଖନ୍ତୁ ପ୍ରଥମେ ଆପଣମାନେ ଏଠାରେ ମୋବାଇଲଟିକୁ ଡେସ୍କଟପ୍ ମୋଡ଼୍ କରିଦେବେ। ଓକେ, ମୋର ଦେଖନ୍ତୁ ଡେସ୍କଟପ୍ ମୋଡ଼୍ ଅଛି। ଆପଣମାନେ ଏଇ ଡେସ୍କଟପ୍ ମୋଡ଼୍ରେ ଆପଣମାନେ ମୋବାଇଲରେ ଖୋଲିବେ। ଓକେ, ଦେଖନ୍ତୁ ଡେସ୍କଟପ୍ ମୋଡ଼୍ ଏଇଟା, ଏଥିରେ ଟିକ୍ ଚିହ୍ନ ମାରିଲେ ଡେସ୍କଟପ୍ ମୋଡ଼୍ ହୋଇଯିବ। ନେକ୍ସଟ ଆପଣମାନେ ଜାଣିବେ କିପରି ଯେ ଆପଣମାନଙ୍କର କ'ଣ ଡିଫେକ୍ଟ ଅଛି। ଦେଖନ୍ତୁ ଜଣେ ବ୍ୟକ୍ତି ଆପ୍ଲାଏ କରିଥିଲେ, ଯାହାକି ସେମାନଙ୍କର ନାମ, ପିତାଙ୍କ ନାମ, ମୋବାଇଲ ନମ୍ବର, ଏଥିରେ ଆପଣମାନଙ୍କର ସମସ୍ତ ଡିଟେଲ୍ସ ଏଠାରେ ରହିଛି। ସେ ବ୍ୟକ୍ତିଙ୍କର ଫଟୋ ମଧ୍ୟ ଏଠାରେ ରହିଛି, ଆପଣମାନେ ମଧ୍ୟ ଦେଖିପାରିବେ। ନେକ୍ସଟ ଦେଖନ୍ତୁ, ଆପଣମାନଙ୍କର ବ୍ଲକ୍ ଦ୍ୱାରା ପ୍ରଥମେ ଯାଞ୍ଚ କରାଯାଇଥିବ। ଓକେ, ବ୍ଲକ୍ ଦ୍ୱାରା ଯାଞ୍ଚ କରାଯାଇଥିବ। ତାପରେ ବର୍ତ୍ତମାନ ଘରର ଫଟୋ ମଧ୍ୟ ଉତ୍ତୋଳନ ଯଦି ହୋଇସାରିଥିବ, ଆପଣମାନେ ଦେଖିବେ ଏଠାରେ ସମ୍ପୂର୍ଣ୍ଣ ହୋଇଯାଇଛି ଉତ୍ତୋଳନ। ତାପରେ ନେକ୍ସଟ ଦେଖନ୍ତୁ, ଏଠାରେ ପ୍ରକଳ୍ପର ନକ୍ସା ଯଦି ସମ୍ପୂର୍ଣ୍ଣ ହୋଇଥିବ, ତେବେ ଏଠାରେ ସମ୍ପୂର୍ଣ୍ଣ ହୋଇଯାଇଛି ଲେଖା ହେବ। ବ୍ୟାଙ୍କ ସୁପାରିଶ କରିଲା ପରେ ଆପଣମାନଙ୍କୁ ଭେରିଫିକେସନ୍ ପାଇଁ ଆସିବେ, ଯାହାକି ଆପଣଙ୍କର ଫାଇନାଲ୍ ପଇସା ଆସିବ। ସେ ଯେଉଁ ଫାଇନାଲ୍ ସବମିଟ୍ର ଫାଇନାଲ୍ ପଇସା ଯେଉଁ ଆସିବ, ସେଇଟା ଯଦି ବ୍ୟାଙ୍କ ସମ୍ପୂର୍ଣ୍ଣ ଲେଖିଦେଇଥାନ୍ତା, ତେବେ ଆଙ୍କର ପଇସା ଆସିଯାଇଥାନ୍ତା। ତେବେ ଆଙ୍କର କ'ଣ ଲେଖିଛି ନା, ଏହି ଋଣ ଆବେଦନ ଦାଖଲ ହୋଇଥିବା ଡକୁମେଣ୍ଟ ଗୁଡ଼ିକରେ ସମସ୍ୟା ହେତୁ ନିମ୍ନରେ ଦିଆଯାଇଥିବା କାରଣ ପାଇଁ ବ୍ୟାଙ୍କ ଦ୍ୱାରା ପ୍ରତ୍ୟାଖ୍ୟାନ କରାଯାଇଛି। ଯାହାକି ବ୍ୟାଙ୍କ ଏହି ଯେଉଁ ଦରଖାସ୍ତଟିକୁ ପ୍ରତ୍ୟାଖ୍ୟାନ କ'ଣ ପାଇଁ କଲା ନା, ଡକୁମେଣ୍ଟ ଗୁଡ଼ିକ ଭୁଲ ରହିଛି। କ'ଣ ଅଛି ଡକୁମେଣ୍ଟ ଗୁଡ଼ିକ ଆମେ ଦେଖିବା। ଦେଖନ୍ତୁ ଏଠାରେ ଦୁଇଟି ଅପସନ୍ ରହିଛି, ବ୍ୟାକ୍ର ଅପସନ୍ ରହିଛି, ଆଉ ଏକ ଅପସନ୍ ରହିଛି କ'ଣ, ଭ୍ୟୁ PDF। এই ଭ୍ୟୁ PDF ଉପରେ ଆପଣମାନେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଆପଣମାନଙ୍କର ଡକୁମେଣ୍ଟ ଯେଉଁ ଦେଇଥିଲେ, ସେ ଡକୁମେଣ୍ଟକୁ ଡାଇରେକ୍ଟ ପଳା ଆସିବ। ଦେଖନ୍ତୁ ଆପଣମାନେ ଯେଉଁ ଡକୁମେଣ୍ଟ ସବମିଟ୍ କରିଥିବେ, ଡକୁମେଣ୍ଟକୁ ପଳା ଆସିଲା ପରେ ଆପଣମାନଙ୍କର ରିଜନ୍ କ'ଣ ଅଛି, ଭୁଲ କ'ଣ ଅଛି, ଏଠାରେ ଶୋ କରେଇଦେବ। ଓକେ, ଦେଖନ୍ତୁ ମୁଁ ଆପଣମାନଙ୍କୁ ଶୋ କରେଇ ଦେଉଛି। ଏସବୁ ଡକୁମେଣ୍ଟ ଦେଇକି ଏ ବ୍ୟକ୍ତି ଜଣକ ଆପ୍ଲାଏ କରିଥିଲେ। ଓକେ, କ'ଣ ତାଙ୍କର ଭୁଲ ରହିଲା
ନା ଏଇଠାରେ ଯେଉଁ ଅଛି ଘରର ନକ୍ସା, ସେ ଯେଉଁ ନକ୍ସାଟି ରହିଛି ସେ ନକ୍ସାରେ ଏକ ତ୍ରୁଟି ରହିଛି। ଏଇ ଯେଉଁ ତ୍ରୁଟିଟି ଆପଣମାନେ ସଂଶୋଧନ କରି ଆପ୍ଲାଏ ଆଉଥରେ କରିପାରିବେ ଏବଂ ଆପଣମାନେ ଯଦି ଆପ୍ଲାଏ ଏପର୍ଯ୍ୟନ୍ତ କରିନାହାନ୍ତି ତେବେ ଏଇ ଯେଉଁ ତ୍ରୁଟିଟି ରହିଛି ଏଇ ତ୍ରୁଟିଟିକୁ ସଂଶୋଧନ କରି ଆପଣମାନେ ଆପ୍ଲାଏ କରିବେ। ଓକେ, ଏଇଭଳି ଭାବେ ଆପଣମାନେ ଏଇ PDFଟିକୁ ଚେକ୍ କରିପାରିବେ। ଆପଣମାନେ ମଧ୍ୟ ଷ୍ଟାଟସ୍ ମଧ୍ୟ ଚେକ୍ କରିପାରିବେ। ଓକେ, ভিডিওটি যদি সম্পূর্ণ ଦେଖିଥିବେ ତେବେ ଲାଇକ୍ କରନ୍ତୁ, ଚ୍ୟାନେଲକୁ ନୂଆ କରି ଆସିଥିଲେ ସବସ୍କ୍ରାଇବ୍ କରିଦିଅନ୍ତୁ, ପାଖରେ ଥିବା ବେଲ୍ ଆଇକନ୍ ବଟନକୁ ମଧ୍ୟ ଅନ୍ କରିଦିଅନ୍ତୁ। ଧନ୍ୟବାଦ, ଜୟ ଜଗନ୍ନାଥ। ଆଉ ଏକ ଭିଡ଼ିଓରେ ଦେଖାହେବ।